ମୁଁ ସହିତା ମହାନ୍ତି। ମୋର ଗଳ୍ପର ଶୀର୍ଷକ ବାପାଙ୍କ ଅଭିମାନ। ରାସ୍ତାରେ ଅନେକ ଗାଡ଼ି ମଟର ଦେଖିଛି, ହେଲେ ଆମର ସାଇକେଲଟିଏ ମଧ୍ୟ ନାହିଁ। ବାବା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଜଣେ କ୍ଲାସ୍ 1 ଅଫିସର। ମୋର ପୁରା ମନେ ଅଛି, ଯେତେବେଳେ ଯେଉଁ ଜିନିଷ ନୂଆ ମାର୍କେଟରେ ଆସେ ବାବା କିଣି ଆଣନ୍ତି ପ୍ରଥମେ। ବୋଉ ଭାରି ଖୁସି ହୁଏ। ଆମେ 5 ଭାଇ ଭଉଣୀ ସବୁ ସାଙ୍ଗସାଥୀଙ୍କ ଆଗରେ ନୂଆ କରି ଆଣିଥିବା ଜିନିଷ କଥା କହୁ ଓ ସାଙ୍ଗମାନେ ଆମ ଘରକୁ ଆସି ଦେଖିକରି ଖୁବ୍ ଖୁସି ହୁଅନ୍ତି। ଏଇ ଯେମିତି ଷ୍ଟୋଭ୍, ପ୍ରେସର କୁକର, ରୋହିଣୀ ଡିଲକ୍ସ, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି ଇତ୍ୟାଦି। ଭାଇ ଭଉଣୀ ସବୁ ମୋ ଠାରୁ ସାନ। ଭାଇର ମ୍ୟାଟ୍ରିକ୍ ସରିଲା ପରେ କଲେଜ ଯିବା ପାଇଁ ବାବା ତା ପାଇଁ ଗୋଟେ ରେଞ୍ଜର ସାଇକେଲ ଆଣିଲେ। ରଙ୍ଗକନା ଚନ୍ଦନ ସିନ୍ଦୁର ଦେଇ ପୂଜା ହେଲାବେଳେ ବୋଉ କହିଲା, ବୋପା ତ ସାଇକେଲ ଚଲେଇ ନଥିଲା, ପୁଅ ଝିଅଙ୍କ ପାଇଁ ସାଇକେଲ ଅଣା ହେଲା ତ। ବାବା ଶୁଣି ଚୁପ୍ ରହିଲେ। ପିଲାଦିନୁ ମୁଁ ଦେଖି ଆସିଛି, ବାବା ଚାଲି ଚାଲି ବଜାର ସଉଦା ଆଣନ୍ତି, ଚାଲି ଚାଲି ଅଫିସ ଯାଆନ୍ତି। ଗାଁକୁ ବୁଲିବାକୁ ଗଲାବେଳେ ବିଲବାଡ଼ି ଦେଖା ଚାହାଁ କରିବାକୁ ମଧ୍ୟ ସେ ଚାଲି ଚାଲି ଯାଉଥାନ୍ତି। ସମସ୍ତେ ଏକାଠି ରାତିରେ ବସିଥିବା ସମୟରେ ଗପ ଶୁଣିବାକୁ ଆମେ ଜିଦ୍ କଲେ ବାବା ଭୂତ ପ୍ରେତଠାରୁ ବାଘ ଭାଲୁ ଯାଏଁ ଏମିତି ଅନେକ ଗପ କହିଛନ୍ତି, ଯାହା ଗପ ନୁହେଁ ସତ ବୋଲି ମୁଁ ବଡ଼ ହେଲା ପରେ ଜାଣିପାରିଲି। ତାଙ୍କ ମାମୁଁ ଘର ଗାଁକୁ, ଯାହା ଏବେ ମୋ ମାମୁଁ ଘର ଗାଁ, ସେ ଚାଲି ଚାଲି ଯାଆନ୍ତି ପ୍ରାୟ 28 କିଲୋମିଟର ରାସ୍ତା। ଗାଁରୁ ଷ୍ଟେସନ, ବସ୍ଷ୍ଟାଣ୍ଡରୁ ଘର, ବେଡ଼ିଂ ହାତରେ ଧରି ଚାଲି ଚାଲି ଆସନ୍ତି। ଧୀରେ ଧୀରେ ଆମେ ସବୁ ବଡ଼ ହେଲୁ। ଭଲ ସ୍କୁଲ କଲେଜରେ ଆମକୁ ପାଠ ପଢ଼େଇ ମଣିଷ କରିବା ପାଇଁ ତିଳେ ମଧ୍ୟ କୁଣ୍ଠା ନଥାଏ ତାଙ୍କର। ଅଥଚ ଖରାବେଳେ ମଧ୍ୟ ଚାଲି ଚାଲି ଆସି ଖାଇସାରି ହାଲିଆ ହୋଇ ପୁଣି ଚାଲି ଚାଲି ଅଫିସ ଯାଆନ୍ତି ବାବା। ମୁଁ ବଡ଼ ଝିଅ ସତ, କିନ୍ତୁ କେବେ ଝିଅ ପରି ମୋର ଚାଲିଚଳଣି ନଥାଏ। ବାବାଙ୍କୁ କହିଲି, ବାବା ଗାଡ଼ି ଗୋଟେ ଆଣ, ଆଉ କେତେ ଚାଲି ଚାଲି ଏମିତି ବୁଲିବ? ହସି ଦେଇ କହିଲେ, ନାଇଁ ରେ ମା, କାଳକ ଗଲାଣି, ଆଉ ଗାଡ଼ି କ'ଣ କରିବି? ଚାଲି ଚାଲି ଯିବା ଆସିବା କଲେ ମୋର ଦେହଟା ବି ଭଲ ରହୁଛି। କ'ଣ ଆଉ କହନ୍ତି ଅବା? ମୁଁ ଚୁପ୍ ରହିବାକୁ ବାଧ୍ୟ ହେଲି। ମଠ, ମନ୍ଦିର ଅବା ବଜାରକୁ ବୋଉ ଗଲେ ରିକ୍ସାରେ ଯାଏ। କେବେ କେବେ ଅଟୋ ଭଡ଼ା କରି ଆଖପାଖ ଭୋଜି ଭାତକୁ ଯିବାକୁ ହୁଏ। ବୋଉର ମନ ଭାରି ଦୁଃଖ। ସମସ୍ତଙ୍କ ସ୍ୱାମୀ ହେଉ କି ପୁଅ ବାଇକରେ ବସେଇ ବୁଲେଇ ନିଅନ୍ତି, ଅଥଚ ବୋଉଟା ମୋର ସମସ୍ତଙ୍କୁ ଦେଖି ଚୁପଚାପ ରହେ। ଥରେ ସବୁ ଭାଇ ଭଉଣୀ ଏକାଠି ବସି ଠିକ୍ କଲୁ ବାବାଙ୍କୁ ରାଣ ନିୟମ ପକେଇ ବୁଝେଇ ସୁଝେଇ ଗାଡ଼ିଟିଏ ଆଣିବା ପାଇଁ କହିବୁ ବୋଲି। ବାବା ଆସିଲେ, ଅଥଚ ଆମେ କେହି ସାହସ କରି ତାଙ୍କୁ କହିପାରିଲୁ ନାହିଁ। କିଛି ଦିନ ପରେ ମୋର ବାହାଘର ହେଲା। ଆଗପରି ଆଉ ବାବାଙ୍କର ସବୁ କଥା ମୁଁ ବୁଝାବୁଝି କରିପାରୁ ନଥାଏ। ସମୟ ଗଡ଼ିଯାଏ। ସାଇକେଲ, ସ୍କୁଟର, ମୋଟର ସାଇକେଲ ସବୁ ଇଏ ଚଲାଉଥାନ୍ତି। ଘରକୁ ଯଦି କେବେ ମୋଟର ସାଇକେଲରେ ବୁଲିବାକୁ ଯାଉ, ତେବେ ୟାଙ୍କ ଗାଡ଼ିରେ ମୋ ଭାଇ ଭଉଣୀମାନେ ବସି ବୁଲି ଆସନ୍ତି ଓ ବାବାଙ୍କୁ କହନ୍ତି, ବାବା ଆମେ ବି ଗୋଟେ ଗାଡ଼ି ଆଣିବା। ବାବାଙ୍କ ମନ ବୋଧହୁଏ ଟିକେ ତରଳିଗଲା। ଗୋଟିଏ ସର୍ତ୍ତରେ ଆଣିବା ପାଇଁ ସେ ରାଜି ହେଲେ। କହିଲେ, ଗାଡ଼ି ପୁଅ ଚଲେଇବ, ସେ ଚଲେଇବେ ନାହିଁ। ସମସ୍ତେ ତାଙ୍କ କଥାରେ ରାଜି ହେଲେ। ସ୍କୁଟର ଗୋଟେ ଅଣା ହେଲା। ପୂଜା ହେଲା। ବାଇନ ଲେମ୍ବୁ ଚକୁଡ଼େଇ ସାନ ଭାଇ ମୋହନ ଆଉ ସାନ ଭଉଣୀ ମାମିନାକୁ ବସେଇ ବୁଲେଇ ଆଣିଲା। ବୋଉ, ବାବା ଆଉ କୁନି ସମସ୍ତେ ଖୁସି ହେଲେ। କିନ୍ତୁ ବାବା ସେମିତି ଚାଲି ଚାଲି ଅଫିସ ଯାଆନ୍ତି। ଭାଇମାନେ ବଜାର ସଉଦା କରନ୍ତି ବାବାଙ୍କୁ ବସେଇ, ଅଥଚ ବାବା ଗାଡ଼ି ଶିଖିବାକୁ ନାରାଜ। ମୁଁ ଦିନେ ଜିଦ୍ କରି କହିଲି, ସ୍କୁଟି ଗୋଟେ କିଣି ନିଜେ ନିଜେ ଅଫିସ ଯାଅ ବାବା, ଜିଦି ଛାଡ଼ି ଦିଅ। ଟିକେ ହସି ଦେଇ କହିଲେ, ମୋ ବାପାର ନଥିଲା ବୋଲି ମୁଁ ସାଇକେଲ କି ଗାଡ଼ି ଚଲେଇଲି ନାହିଁ। ତୁମ ବାପାର ଅଛି, ତୁମେ ଚଲାଅ। ମୁଁ ତ ତୁମକୁ ସାଇକେଲ ଦେଲି, 2 ଚକିଆ ଗାଡ଼ି ଦେଲି। ତୁମମାନଙ୍କ ଭିତରୁ କିଏ ଯଦି ନିଜ ପଇସାରେ ଲକ୍ଜୁରୀ କାରଟିଏ କିଣି ମୋତେ ଓ ତୋ ବୋଉକୁ ବସେଇଦେବ, ତାହେଲେ ମୁଁ ବହୁତ ଖୁସି ହେବି। କଥାଟା ଶୁଣୁ ଶୁଣୁ ମୋ ଦେହରେ ଶୀତକଣ୍ଟା ମାରିଗଲା। ବୁଝିପାରିନଥିଲି ବାବା କାହିଁକି ଏମିତି କହିଲେ। ମୋର ଜଞ୍ଜାଳ ବଢ଼ିଯାଇଥାଏ। ପୁଅ ଝିଅଙ୍କ ପାଠପଢ଼ା ସାଙ୍ଗକୁ ପରିବାରର ଭରଣ ପୋଷଣ ୟାଙ୍କର ଗୋଟିଏ ଦରମାରେ ଯଥାସମ୍ଭବ ଚଳିଯାଉଥାଏ। କ୍ୱାର୍ଟର ଘରେ ଆମେ ରହିଥାଉ। ମୋର ଚାକିରି ହେବା ପରେ ବାବାଙ୍କ କଥା ସବୁବେଳେ ମୋ ମନଟାକୁ ଘାଣ୍ଟି ଦେଉଥାଏ। ପିଲାଙ୍କ ହାୟର ଷ୍ଟଡି ସାଙ୍ଗକୁ ରହିବା ପାଇଁ ଘରଟିଏ ତିଆରି କରି ଆର୍ଥିକ ମାନଦଣ୍ଡ ଦୋହଲି ଯାଇଥାଏ। ବାବାଙ୍କ ବୟସ 75 ଟପିଲାଣି, ଅଥଚ 5 ଭାଇ ଭଉଣୀ କେହି ମଧ୍ୟ ତାଙ୍କ ଆଶା ପୂରଣ କରିପାରୁ ନଥାଉ। ମନଟା ମୋର ମରିଯାଉଥାଏ। ଭାଇ ଭଉଣୀମାନଙ୍କୁ ଫୋନ୍ କରି କହେ, ପାରୁଛ ଯଦି କେହି ହେଲେ କାର ଗୋଟେ କିଣ, ବାବାଙ୍କ ସ୍ୱପ୍ନ ଅଧୁରା ନ ରହୁ। ସମସ୍ତେ ଉତ୍ତର ଦିଅନ୍ତି, ଅପା ତୁ ତ ଘର କଲୁ, ଆମେ ଆଜି ଯାଏଁ କେହି ଘରଟିଏ କରିପାରି ନାହୁଁ। ଗାଡ଼ି କୋଉଠୁ ଆଣିବୁ କହିଲୁ? କଷ୍ଟ ଲାଗେ, ହେଲେ ମନଟାକୁ ବୁଝେଇ ଚୁପ୍ ରହେ। ହେ ଜଗନ୍ନାଥ, ମୋ ବାବାଙ୍କୁ ଓ ବୋଉକୁ ଦୀର୍ଘଜୀବୀ କର ବୋଲି ଅଳି କରୁଥାଏ। ଶେଷରେ ମୋତେ ଗୋଟେ ଷ୍ଟ୍ରଙ୍ଗ ଡିସିସନ୍ ନେବାକୁ ପଡ଼ିଲା। ବ୍ୟାଙ୍କ ଲୋନ୍ କରି ଗୋଟିଏ ଲକ୍ଜରୀ କାର
ଏସ୍କ୍ରସ୍ ଆଲଫା ନେଲି ମୋ ଦରମାରୁ ଶୁଝିବା ପାଇଁ। ଗାଡ଼ି ଆସିଲା ଓ ପୂଜା ହେଲା। ମୋ ପୁଅ ଝିଅଙ୍କୁ କହିଲି ମୋ ବାବାଙ୍କ ଇଚ୍ଛା ପୁରା ହେଲା। ଏବେ ଏମାନଙ୍କୁ ଗାଡ଼ିରେ ବସେଇ ବୁଲେଇ ଦେଲେ ମୋ ମନ ଶାନ୍ତି। ଭିଡ଼ିଓ କଲ୍ କରି ବାବାଙ୍କୁ ଓ ବୋଉକୁ ଗାଡ଼ି ଦେଖେଇ କହିଲି ବାବା ମୁଁ ଆଜି ବହୁତ ଖୁସି। ଆପଣଙ୍କର ଇଚ୍ଛାକୁ ପୂରଣ କରିବାକୁ ମୋତେ ଅନେକ ବର୍ଷ ଲାଗିଲା ସତ, କିନ୍ତୁ ମୁଁ ପୁରା କରି ଖୁବ୍ ଖୁସି ଅନୁଭବ କରୁଛି। ବାବା ଓ ବୋଉ ପରିବାର ସମସ୍ତେ ଖୁସି ହେଲେ। ହେଲେ ବାବା ସେଦିନ କହିଥିବା କିଛି କଥା ମନେ ପଡ଼ି ମୋର ଧାରେ ଲୁହ ଗଡ଼ି ଯାଇଥାଏ। ମୋ ବାବା ଜେଜେଙ୍କର ଭାରି ଗେଲବସର ଏକୋଇର ବଳା ବିଶିକେଶନ। ଗରିବ ଘର, ପେଟ ପୋଷିବା ପାଇଁ ମୋ ଜେଜେ ରେଙ୍ଗୁନ ଯାଆନ୍ତି। ବିବାହର 16 ବର୍ଷ ପରେ ଦଣ୍ଡ ପୂଜା କରି ମୋ ବାବା ଜନ୍ମ ହୋଇଥିବାରୁ ମୋ ବାବାଙ୍କ ନାମ ଦଣ୍ଡପାଣି। ଜେଜେମା ପାଇଁ ସେ ରଙ୍କର ରତନ। ଦିନେ ମୋ ଜେଜେ ଗାଁରେ ଥିବାବେଳେ ତାଙ୍କୁ ଦେଖା କରିବାକୁ କେହି ଜଣେ ଲୋକ ଆସିଥିଲେ। ଦାଣ୍ଡରେ ସାଇକେଲ ରଖି ଜେଜେଙ୍କ ସହ କଥା ହେଲାବେଳେ ମୋ ବାବା ସାଇକେଲକୁ ବାଙ୍କି ପେଡାଲ ମାରି ଶିଖିବାକୁ ନେଇଯାଇଥିଲେ। ସେ ବ୍ୟକ୍ତିଙ୍କର କଥାବାର୍ତ୍ତା ସରିଲା ପରେ ସେ ସାଇକେଲ ପାଇଲେ ନାହିଁ। ପଚରା ଉଚରା କଲାବେଳେ ବାବା ସାଇକେଲ ନେଇ ଆସିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ରାଗରେ ଗରଗର ହୋଇ କହିଲେ ପୁଅ ଯଦି ଏତେ ସାଇକେଲ ଚଲେଇବାକୁ ଇଚ୍ଛା ବୋପାକୁ କହୁନୁ ଗୋଟେ କିଣିଦେବ। ଜେଜେ ଠିଆ ହୋଇଥିଲେ ବାବାଙ୍କ ସାମ୍ନାରେ। ବାବା ଜେଜେଙ୍କ ମୁହଁକୁ ଅନେଇଲା ବେଳକୁ ଜେଜେ ଦୁଃଖରେ ମୁଣ୍ଡ ତଳକୁ କରିଦେଇଥିଲେ। କିଂ କର୍ତ୍ତବ୍ୟ ବିମୂଢ଼ ମୋ ବାବା ସେ ସାଇକେଲର ମାଲିକକୁ କିଛି କହିପାରି ନଥିଲେ। ତାଙ୍କ ଯୋଗୁଁ ତାଙ୍କ ବାପାଙ୍କ ମୁଣ୍ଡ ତଳକୁ ହୋଇଗଲା। ଗଭୀର ସଦ୍ମାରେ କାନ୍ଦି କାନ୍ଦି ଧାଇଁବାକୁ ଲାଗିଲେ। ସାଇକେଲ ନେଇ ସେ ବ୍ୟକ୍ତି ଚାଲିଗଲେ। ବାବାଙ୍କୁ ଧରିବା ପାଇଁ ଜେଜେ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ପାଗଳ ପରି ଦୌଡ଼ୁଥିବା ପୁଅକୁ ମୋ ଜେଜେ ଧରିବାକୁ ସମର୍ଥ ନଥିଲେ। ହାଲିଆ ହୋଇ ଜେଜେ ଥକ୍କା ମାରି ଘରକୁ ଫେରିଲେ। ପୁଅକୁ ସାଇକେଲଟିଏ କିଣି ଦେବା ପାଇଁ ଅସମର୍ଥ ବାପାଟିର ହୃଦୟ କାନ୍ଦି ଉଠୁଥିଲା। ମୁଣ୍ଡରେ ହାତ ଦେଇ ମୋ ଜେଜେ ମାଆଙ୍କୁ କହିଲେ ଧିକ୍ ମୋ ବାପା ପଣିଆ, ଗୋଟିଏ ବୋଲି ପୁଅକୁ ମୋର ସାଇକେଲଟିଏ ବି ଦେଇପାରୁନାହିଁ। ଦୁଃଖରେ ମୋ ଜେଜେ ଆଉ ଜେଜେମା ଘରେ ମୋ ବାବାଙ୍କ ଫେରିବା ବାଟକୁ ଜଗି ବସିଥାନ୍ତି। ରତ ରତ ସଞ୍ଜ ବେଳକୁ ମୋ ବାବା ଘରକୁ ଫେରିଲେ। ଜେଜେ ମାଆଙ୍କୁ ଭିଡ଼ି ଧରି କଇଁ କଇଁ ହୋଇ କାନ୍ଦି କାନ୍ଦି କହିଲେ ମୋ ଜୀବନରେ କେବେ ଆଉ ସାଇକେଲ ଚଢ଼ିବି ନାହିଁ ଲୋ ବୋଉ। ଯେଉଁ ସାଇକେଲ ପାଇଁ ମୋ ବାବାଙ୍କର ମୁଣ୍ଡ ଆଜି ସେ ଲୋକଟା ଆଗରେ ତଳକୁ ହେଇଛି, ଆଉ ସେ ମୋ ଆଗରେ ମୋ ବାପାଙ୍କର ଅପମାନ କରିଛି। ଜେଜେ ବାପାଙ୍କ ମୁଣ୍ଡକୁ ଆଉଁସି କୋଳେଇ ନେଇ ଚୁପ୍ ରହିଥିଲେ। ସେଇ ଦିନରୁ ମୋ ବାବା କେବେ ନା ସାଇକେଲ ନା ଗାଡ଼ି ନିଜେ ଚଲେଇଥିଲେ। ମୋ ବାବାଙ୍କର ତାଙ୍କ ବାବାଙ୍କୁ ଭଲ ପାଇବା କେତେ ଏଥିରୁ ଅନୁମେୟ। ଏମିତି ଥିଲା ମୋ ବାବାଙ୍କର ଅଭିମାନ। ଜୟ ଜଗନ୍ନାଥ।